ସୋର ଥାନା 16 ନମ୍ବର ଜାତୀୟ ରାଜପଥ ଦହିସଡ଼ା ମଡର୍ଣ୍ଣ ହୋଟେଲ ନିକଟରେ ସକାଳ ସମୟରେ ଏକ ବୋଲେରୋ ବାଲି ବୋଝେଇ ଡମ୍ପର ପଛରୁ ଧକ୍କା ଦେବା ଫଳରେ 7 ଜଣ ବରଯାତ୍ରୀ ଗୁରୁତର ଆହତ ହୋଇ ସୋର ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ପାରଦୀପା ଗ୍ରାମର 9 ଜଣ ବରଯାତ୍ରୀଙ୍କୁ ନେଇ କଟକରୁ ପାରଦୀପା ଗ୍ରାମକୁ ଫେରୁଥିବା ବେଳେ ଏହି ସ୍ଥାନରେ ଏକ ବାଲି ବୋଝେଇ ଡମ୍ପର ରାସ୍ତା ଉପରେ ଛିଡ଼ା ହୋଇଥିବା ବେଳେ ବୋଲେରୋଟି ଡମ୍ପର ପଛରୁ ଧକ୍କା ଦେଇଥିଲା। ଫଳରେ ବୋଲେରୋରେ ଥିବା 9 ଜଣଙ୍କ ମଧ୍ୟରୁ 7 ଜଣ ଗୁରୁତର ଆହତ ହୋଇଥିଲେ। ଫଳରେ ସ୍ଥାନୀୟ ଲୋକମାନେ ସମସ୍ତଙ୍କୁ ଉଦ୍ଧାର କରି ସୋର ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୋଲେରୋଟିକୁ ଜବତ କରି ଥାନାକୁ ଆଣିଛି। ଗୁରୁତର ଆହତମାନେ ହେଲେ ପାରଦୀପା ଗ୍ରାମର ପ୍ରଭାତ କୁମାର ପାତ୍ର, ପ୍ରହ୍ଲାଦ ମନ୍ତ୍ରୀ, ଧୀରେନ୍ଦ୍ର କୁମାର ପାତ୍ର, ଖନ୍ତାପଡ଼ା ଅଞ୍ଚଳର ସୁମନ୍ତ ମହାଳିକ, ଶୁଭମ ମହାଳିକ, ସୋମନାଥପୁର ଗ୍ରାମର ମଣିଭଦ୍ର ଦାସ। ଦୁର୍ଘଟଣା ପରେ ବାଲି ବୋଝେଇ ଡମ୍ପରଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି।